যোগ ফর হেলদি এজিং বা নিରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ। ଆମର ପବିତ୍ର ଗ୍ରନ୍ଥ ଭାଗବତରେ ଲେଖା ଅଛି, ମର୍ତ୍ତ୍ୟ ମଣ୍ଡଳୀ ଦେହ ବହି ଦେବତା ହେଲେ ବି ମରଇ। ତେଣୁ ଯେକୌଣସି ପ୍ରାଣୀ ଜନ୍ମ ହେଲେ ତା'ର ମୃତ୍ୟୁ ତ ସୁନିଶ୍ଚିତ ଅଛି, କିନ୍ତୁ ଜନ୍ମ ଓ ମୃତ୍ୟୁର ସନ୍ଧିକ୍ଷଣ ହେଉଛି ଯେଉଁ ସମୟ ଆମ ପାଖରେ ଅଛି ତାହା ହେଉଛି ଆମର ଜୀବନ। ତା ସହିତ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଦୁର୍ବଳ ହେବା ଏବଂ ରୋଗଗ୍ରସ୍ତ ହେବା ଏବଂ ରୋଗର ଆଶଙ୍କା ମଧ୍ୟ ବୃଦ୍ଧି ହେବା, ଇଏ ଗୋଟିଏ ସ୍ୱାଭାବିକ ପ୍ରକ୍ରିୟା। ତେଣୁ ଆମ ଜୀବନର ସୁସ୍ଥ ରହିବା ହେଉଛି ଆମ ଜୀବନର ବଡ଼ ସାର୍ଥକତା। ନହେଲେ ସାରା ଜୀବନ ଆମର ବ୍ୟର୍ଥ ହୋଇଯିବ ଏବଂ ମୂଲ୍ୟହୀନ ମଧ୍ୟ ହୋଇଯିବ। ସେଥିପାଇଁ ଆମ ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବାକୁ ପଡ଼ିବ ଏବଂ ସୁସ୍ଥ ରହିବାକୁ ନିୟମିତ ଭାବରେ ଆମେ ଉଦ୍ୟମ କରିବା ପାଇଁ ପଡ଼ିବ। ରୋଗ ହେଲେ ଚିକିତ୍ସା ପାଇଁ ଅନେକ ପଦ୍ଧତି ରହିଛି, କିନ୍ତୁ ନିରୋଗ ଜୀବନଯାପନ ପାଇଁ ଆମର ପ୍ରଚେଷ୍ଟା ଇଏ ସବୁବେଳେ ଜାରି ରହିବା ଉଚିତ। ମେଡ଼ିସିନ ଅଛି, ଡାକ୍ତର ଅଛନ୍ତି, ବୈଦ୍ୟ ବି ଅଛନ୍ତି ଏବଂ ସେମାନେ ଅଛନ୍ତି ବୋଲି ରୋଗକୁ ନିୟନ୍ତ୍ରଣ କରିବାର ସବୁଠାରୁ ବଡ଼ ବୁଦ୍ଧିମାନର କାମ ହେଉଛି ଯୋଗ। ଏଣୁ ସୁସ୍ଥ ଜୀବନଯାପନ ପାଇଁ ଆମେ ପ୍ରତିଦିନ କିଛି ନା କିଛି ଉଦ୍ୟମ କରିବା ଆବଶ୍ୟକ। ଏଥିପାଇଁ ଯୋଗ, ଧ୍ୟାନ, ପ୍ରାଣାୟାମ, ଆୟୁର୍ବେଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଯଦି ନିୟମିତ ଭାବେ ଏଗୁଡ଼ିକ ପାଳନ କରିବା ପାଇଁ ପ୍ରତିଦିନ ଆମେ କିଛି ସମୟ ଦେଇପାରିବା, ଗୋଟିଏ ଘଣ୍ଟା ହୋଇପାରେ, ଅଧଘଣ୍ଟା ହୋଇପାରେ, 20 ମିନିଟ୍ ବି ହୋଇପାରେ, ଆମେ ନିଶ୍ଚୟ ସୁସ୍ଥ ଜୀବନଯାପନ କରିବା ପାଇଁ ଆଗକୁ ବଢ଼ିବା ଏବଂ ଆମ ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳିପାରିବା। ଆଜିର ଏହି ବିଷୟବସ୍ତୁ ଆମ ସମସ୍ତଙ୍କର ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ, କାରଣ ଯୋଗ ସମସ୍ତଙ୍କ ପାଇଁ। ଏହାର କୌଣସି ବୟସ ସୀମା ନାହିଁ, କୌଣସି ଧର୍ମ କିମ୍ବା ଜାତିର ସୀମା ନାହିଁ। ଶିଶୁ, ଯୁବକ, ମହିଳା, ବୟୋଜ୍ୟେଷ୍ଠ ସମସ୍ତେ ଅର୍ଥାତ୍ ସବୁ ବୟସର ବ୍ୟକ୍ତି ଯୋଗର ଲାଭ ନେଇପାରିବେ, ନିୟମିତ ଭାବରେ ଯୋଗ କରିପାରିବେ। ଆପଣଙ୍କୁ ଜଣେ ଫିଟନେସ୍ ବିଶେଷଜ୍ଞ ହେବା ଦରକାର ନାହିଁ। ପ୍ରତିଦିନ କିଛି ସମୟ ପାଇଁ ଯୋଗ ଦେଲେ, ଆପଣମାନେ ଯୋଗ ପାଇଁ ଯୋଗ ଦେଲେ ନିଜ ଜୀବନର ଅସାଧାରଣ ପରିବର୍ତ୍ତନ ଅନୁଭବ ନିଶ୍ଚିତ ଭାବରେ କରିପାରିବେ। ଆପଣ ଆଜି ଦେଖୁଥିବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଏ ଯୋଗକୁ ଆପଣେଇବା ସହିତ ନିଜ ଜୀବନର ସବୁଠାରୁ ସରସ ସୁନ୍ଦର ଏବଂ ଆଜି ସାରା ବିଶ୍ୱକୁ ନେତୃତ୍ୱ ଦେବା ପରିପ୍ରେକ୍ଷୀରେ ଯୋଗ ହେଉଛି ତାଙ୍କର ସବୁଠାରୁ ଶ୍ରେଷ୍ଠ ଶାରୀରିକ ବ୍ୟାୟାମ ମଧ୍ୟ ଏବଂ ତାଙ୍କର ମାନସିକ ବ୍ୟାୟାମ ମଧ୍ୟ ଏବଂ ଆମ ସମସ୍ତଙ୍କୁ ଏକ ପ୍ରେରଣାର ଉତ୍ସ ମଧ୍ୟ। ବିଶ୍ୱର ବୟସ୍କଙ୍କର ସଂଖ୍ୟା ଯେତେବେଳେ ବୃଦ୍ଧି ପାଉଛି, ନିରୋଗ ସୁସ୍ଥ ଭାବରେ ଜୀବନ ବିତାଇବା ଏକ ବଡ଼ ଆହ୍ୱାନ ଭାବେ ଆଜି ଆମ ସାମ୍ନାରେ ଛିଡ଼ା ହୋଇଛି। ବୟସ ବଢ଼ିବା ସହିତ ରକ୍ତଚାପ, ମଧୁମେହ, ହୃଦରୋଗ, ଗଣ୍ଠିପାତ, ନିଦ୍ରାହୀନତା, ଚିନ୍ତା ଏବଂ ଏକାକୀପଣ ପରି ଅନେକ ଶାରୀରିକ ଏବଂ ମାନସିକ ସମସ୍ୟା ଆମ ବୟୋଜ୍ୟେଷ୍ଠ ନାଗରିକମାନଙ୍କର ଜୀବନକୁ ଆଜି ପ୍ରଭାବିତ କରୁଛି। ତେବେ ଯୋଗ ଏହି ସମସ୍ତ ସମସ୍ୟାର ଏକ ସ୍ୱାଭାବିକ ଏବଂ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବାରେ ନିଶ୍ଚିତ ଭାବରେ ଇଏ ସହାୟକ ହେଉଛି। ମୁଁ ବିଶେଷ ଭାବରେ ଆମ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ନିୟମିତ ଭାବେ ଯୋଗ ଏବଂ ପ୍ରାଣାୟାମକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରନ୍ତୁ। ସେମାନଙ୍କର ଅଭିଜ୍ଞତା, ଜ୍ଞାନ, ଆଶୀର୍ବାଦ ଆମ ସମାଜର ଇଏ ହେଉଛି ଅମୂଲ୍ୟ ସମ୍ପଦ। ସେମାନଙ୍କର ସୁସ୍ଥତା ହିଁ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆମର ଯୁବବର୍ଗମାନଙ୍କୁ ମୁଁ କହିବାକୁ ଚାହେଁ, ଆପଣମାନେ ହିଁ ଓଡ଼ିଶାର ଭବିଷ୍ୟତ। ଆପଣମାନଙ୍କର ଶକ୍ତି, ସୃଜନଶୀଳତା ଓ ସାମର୍ଥ୍ୟ ଉପରେ ଆମ ରାଜ୍ୟର ଉନ୍ନତି ଏବଂ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ନିର୍ଭର କରେ। ଆଜିର ଡିଜିଟାଲ ଯୁଗରେ ଯୁବପିଢ଼ି ଅଧିକ ସମୟ ମୋବାଇଲରେ, କମ୍ପ୍ୟୁଟରରେ, ସୋସିଆଲ ମିଡ଼ିଆରେ ଆମେ ପ୍ରାୟ ସମସ୍ତେ ବିତାଉଛନ୍ତି। ଏହା ଶାରୀରିକ କ୍ରିୟାକଳାପକୁ କମାଇବା ସହ ମାନସିକ ଚାପ ଇଏ ନିଶ୍ଚିତ ଭାବରେ ସୃଷ୍ଟି କରୁଛି ଓ ଶରୀରରେ ଅସନ୍ତୁଳିତ ବଢ଼ାଉଛି। ଏଭଳି ପରିସ୍ଥିତି ଯୋଗ ଆପଣଙ୍କର ପାଇଁ ଏକ ଅମୂଲ୍ୟ ସାଥୀ ନିଶ୍ଚିତ ଭାବରେ ହେଇପାରେ। ମୁଁ ଚାହେଁ ଯେ ଓଡ଼ିଶାର ପ୍ରତ୍ୟେକ ଯୁବକ ଯୁବତୀ ଏବଂ ଛାତ୍ରଛାତ୍ରୀମାନେ ପ୍ରତିଦିନ ଅତି କମରେ 20ରୁ 30 ମିନିଟ୍ ପାଇଁ ସମୟ ବାହାର କରନ୍ତୁ ଏବଂ ନିୟମିତ ବିଭିନ୍ନ ସ୍ଥାନରେ, ଘରେ ହେଉ, ବାହାରେ ହେଉ, ପାର୍କରେ ହେଉ, ଖେଳ ପଡ଼ିଆରେ ହେଉ, ଷ୍ଟାଡ଼ିୟମରେ ହେଉ, ଆପଣମାନେ ଯୋଗାଭ୍ୟାସ କରନ୍ତୁ।
ଏହା ଆପଣଙ୍କ ଜୀବନରେ ନୂତନ ଶକ୍ତି ଉତ୍ସାହ ଏବଂ ଆତ୍ମବିଶ୍ୱାସ ଭରିଦେବ ଏବଂ ଆପଣଙ୍କର ପାଇଁ ସଫଳତା ଆଣିବାରେ ଇଏ ନିଶ୍ଚିତ ଭାବରେ ମାର୍ଗଦର୍ଶନ ଦେଇପାରିବ। ଓଡ଼ିଶାରେ ଯୋଗର ପ୍ରସାର ପ୍ରଚାର ପାଇଁ ଆମ ସରକାର ବଦ୍ଧପରିକର। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜଟଣୀର ବିଞ୍ଝଗିରିଠାରେ 20 ଏକର ବିଶିଷ୍ଟ ଅଞ୍ଚଳରେ ଏକ ଅତ୍ୟାଧୁନିକ ଯୋଗ ଏବଂ ନେଚୁରୋପାଥି ଅନୁଷ୍ଠାନ ମଧ୍ୟ ଆମ ସରକାର ନିର୍ମାଣ କରୁଛନ୍ତି।